ମୋର ପ୍ରିୟ ଛାତ୍ରଛାତ୍ରୀ, ତୁମମାନଙ୍କୁ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲରେ ବହୁତ ବହୁତ ସ୍ୱାଗତ। ତମେମାନେ ଆର୍ଟିଷ୍ଟ ଅଙ୍କଲକୁ ଫଲୋ କରି ଚିତ୍ରାଙ୍କନ ଶିଖୁଛ। ଆଜି ଆର୍ଟିଷ୍ଟ ଅଙ୍କଲ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଚିତ୍ର କରୁଛନ୍ତି। ତମେମାନେ ଦେଖ, ଅନୁସରଣ କର କେଉଁଭଳି ଭାବରେ ଅଙ୍କନ କରାଯାଉଛି। ପ୍ରଥମେ ତ ମୁଁ ପେନସିଲରେ ତାକୁ ମାର୍କିଂ କରିଦେଇଥିଲି। ତାପରେ ବର୍ତ୍ତମାନ ବ୍ଲାକ୍ ଜେଲ୍ ପେନ୍ରେ ଆଉ ଥରେ ପଏଣ୍ଟ ଆଉଟ୍ କରୁଛି। ତମେମାନେ ମଧ୍ୟ ଯେତେବେଳେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଚିତ୍ର ଅଙ୍କନ କରିବ, ପ୍ରଥମେ ପେନସିଲରେ ଅଙ୍କନ କରିବ, ତାପରେ ବ୍ଲାକ୍ ଜେଲ୍ ପେନ୍ ବା ସ୍କେଚ୍ ପେନ୍ରେ ତାକୁ ପଏଣ୍ଟ ଆଉଟ୍ କରିପାରିବ, ଯାହା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଚିତ୍ର ଭଳି ଦେଖାଯିବ। ତମେ ଯଦି ତାକୁ ରଙ୍ଗ ଦେବା ପାଇଁ ବି ଚାହିଁବ, ତାହେଲେ ରଙ୍ଗ ବି ବ୍ୟବହାର କରିପାରିବ। ତେବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ତମେମାନେ ତ ଅଳ୍ପ ବହୁତ ଜାଣିଥିବ। ମୁଁ କେଉଁଭଳି ଭାବରେ ଚିତ୍ର ଅଙ୍କନ କରାଯାଉଛି ତାରି ବିଷୟରେ ସମ୍ୟକ୍ ଧାରଣା ଦେଉଛି। ମୁଁ ଏ ଯେଉଁ ଚିତ୍ର ଅଙ୍କନ କରିବା ସମୟରେ ତା'ର ସ୍ପିଡ଼ ଟିକେ ବଢ଼େଇ ଦେଇଛି, କାରଣ ଏହା ବହୁତ ଲମ୍ବା ହେଇଯାଉଥିଲା। ତେଣୁ ମୁଁ ତାକୁ 5.5 ମିନିଟ୍ ସମୟ ଭିତରେ ରଖିଛି। ତମେମାନେ ଯଦି ଅନୁସରଣ କରୁଛ, ତାହେଲେ ପଜ୍ ବ୍ୟବହାର କରି ଚିତ୍ର ଅଙ୍କନ କରିପାରିବ। ମୋଟାମୋଟି ବର୍ତ୍ତମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ବସ୍ତ୍ର ଚିତ୍ର ଅଙ୍କନ ସରିଯାଇଛି। ବର୍ତ୍ତମାନ ତାଙ୍କର ଅର୍ଣ୍ଣାମେଣ୍ଟସ୍ କେଉଁଭଳି ଭାବରେ ତିଆରି କରାଯାଉଛି ଦେଖ। ଅର୍ଣ୍ଣାମେଣ୍ଟସ୍କୁ ମୁଁ ପ୍ରଥମେ ବ୍ଲାକ୍ ଜେଲ୍ ପେନ୍ରେ ପଏଣ୍ଟ ଆଉଟ୍ କଲା ପରେ ପୁଣି ପେନସିଲ୍ ବ୍ୟବହାର କରି ତାକୁ ଟିକେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କରିଦେଉଛି। ବର୍ତ୍ତମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଚୁଟି କେଉଁଭଳି ଭାବରେ ତିଆରି କରାଯାଉଛି ଅନୁସରଣ କର, ଦେଖ। କିଛି ପିଲା ଅଛନ୍ତି ଅଙ୍କନ କଲାବେଳେ ଇଆଡ଼ୁ ସିଆଡ଼ୁ ଗାରେଇ ଦିଅନ୍ତି, ଯାହାଫଳରେ ଚୁଟିଟା ଚୁଟି ଭଳି ଦେଖାଯାଏ ନାହିଁ। ଚୁଟିକୁ ଏଭଳି ଭାବରେ ତିଆରି କରିବ ଯେମିତି ମୁଣ୍ଡ ରାମ୍ପି ହେଲା ଭଳି ଦେଖାଯିବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଚୁଟି ବହୁତ ସୁନ୍ଦର ସରଳ, କାରଣ ସିଏ ଜଣେ ରାଜ ପରିବାରରୁ ଆସିଛନ୍ତି ଏବଂ ସେ ଜଣେ ବିଖ୍ୟାତ କବି। ତେଣୁ ତାଙ୍କୁ ସମ୍ରାଟ ଉପାଧି ଦିଆଯାଇଛି, କବି ସମ୍ରାଟ। ତେବେ ବର୍ତ୍ତମାନ ଚୁଟିର ଚିତ୍ର ଅଙ୍କନ ସରିଯାଇଛି। ଦେଖ କେଉଁଭଳି ଭାବରେ ଚିତ୍ର ଅଙ୍କନ କରାଯାଉଛି, ସେଇଭଳି ତମେମାନେ ମଧ୍ୟ ଅଙ୍କନ କରିବ। ମୁଁ ଚିତ୍ର ଉପରେ ଲେଖିଦେଇଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ବର୍ତ୍ତମାନ ଆଖି ତିଆରି କରାଯାଉଛି। ଆଖି ପତା ତିଆରି କରାହେଲା। ବର୍ତ୍ତମାନ ଦେଖ, ଆଖିର ଡୋଳା ଆଉ ଟିକେ ଡିପ୍ କରି ଦିଆଗଲା। ବର୍ତ୍ତମାନ ନିଶ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ପ୍ରଜାପତିଆ ନିଶ, ସେ ନିଶ ତିଆରି ସରିଗଲା। ବର୍ତ୍ତମାନ ନାକକୁ ପଏଣ୍ଟ ଆଉଟ୍ କରାଯାଉଛି। ଦେଖ ନାକ କେଉଁଭଳି ପଏଣ୍ଟ ଆଉଟ୍ କରାଯାଉଛି। ଡଟ୍ 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 ଚିହ୍ନ ଦେଇ ପଏଣ୍ଟ ଆଉଟ୍ କରାଯାଉଛି। ତାପରେ ବର୍ତ୍ତମାନ ପାଟି କେଉଁଭଳି ତିଆରି କରାଯାଉଛି ଦେଖ, ଅନୁସରଣ କର ଏବଂ ସେହିଭଳି ଚିତ୍ର ଅଙ୍କନ କରିବା ପାଇଁ ଚେଷ୍ଟା କରିବ। ତେବେ ମୋର ପ୍ରିୟ ଦର୍ଶକ ବନ୍ଧୁ, ଛାତ୍ରଛାତ୍ରୀମାନେ, ତୁମମାନଙ୍କୁ ମୋର ଅନୁରୋଧ, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହଁ, ସବସ୍କ୍ରାଇବ୍ କରିବ ଏବଂ ଭଲ ଲାଗିଲେ ଲାଇକ୍ ମଧ୍ୟ କରିବ। ଯଦି ଭଲ ନ ଲାଗେ ଡିସଲାଇକ୍ ବି କରିପାରିବ।
କୌଣସି ବାଧାବିଘ୍ନ ନାହିଁ। ତେବେ ବର୍ତ୍ତମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଚିତ୍ର ସରିଯାଇଛି। ତମେମାନେ ଦେଖ କେଉଁଭଳି ଭାବରେ ତିଆରି କରାଗଲା। ଧନ୍ୟବାଦ।